प्रथमे এই ভিডিওକୁ ଦେଖନ୍ତୁ। টেস্টি টেস্টি କଲରା ପତ୍ର ଆଉଟା ଏମିତି କରିକି ପିଅ। ତାପରେ এই କମେଣ୍ଟକୁ ପଢ଼ନ୍ତୁ। এই ଭିଡ଼ିଓରେ ମୋତେ ବହୁତ ସାରା ସପୋର୍ଟ ମିଳିଥିଲା, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ କିଛି ଭଉଣୀମାନେ ମୋତେ ପଚାରିଥିଲେ ମାନେ କଲରା ପତ୍ର ଆଉଟାଟା କେମିତି ତିଆରି କରୁଛ, ଖାସ କରିକି ଆପଣମାନଙ୍କ ପାଇଁ এই କଲରା ପତ୍ର ଆଉଟାକୁ ବନଉଛୁ। ତୁ କଲରା ପତ୍ର ଆଉଟା କୋଉଠୁ ଶିଖିଲୁ? ଆମ ବାପ ଘର କଲରା ପତ୍ର ଆଉଟା ମୁଁ ଶିଖିନଥିଲି କି ସେପଟରେ ବି ଖାଆନ୍ତିନି, ମୁଁ ଜାଣିନି ପିତା ବୋଲି। ଏପଟେ ଆସିକି ମୋ ଶାଶୁ ଯୋଉ ତିଆରି କରନ୍ତି ମୁଁ ତାଙ୍କଠୁ ଶିଖିଛି। ତ ମୋ ଶାଶୁଙ୍କ ପାଖରୁ ଶିଖିକି ମୁଁ ଆଙ୍କୁ କରିକି ଦଉଛୁ। କଲରା ପତ୍ର ଆଉଟା ପାଇଁ ବଡ଼ ବଡ଼ କଲରା ପତ୍ର 8-10ଟା ନେବେ, 1 ଚାମଚ ସୋରିଷ ଆଉ କଟା କଞ୍ଚା ଲଙ୍କା ଆଉ ଛେଚା ହେଇଥିବା ରସୁଣ, ତା ସାଙ୍ଗକୁ 2 କପ୍ ପିଆଜ ନେବେ। ନହେଲେ ପିଆଜ ନ ପକେଇଲେ କଲରା ପତ୍ର ଟେଷ୍ଟି ଲାଗିବନି। ପିଆଜ ନହେଲେ କଲରା ପତ୍ରର ଆଉଟା କିଛି ତାର ମାନେ ନାହିଁ। ପିଆଜଟା ହେଉଛି ତାର ପ୍ରଧାନ ଜିନିଷ। ପ୍ରଥମେ 1 ଚାମଚ ତେଲ ପକେଇ ଦିଅନ୍ତୁ, ଅଧା ଚାମଚ ସୋରିଷ ପକେଇ ଭାଜି ଦିଅନ୍ତୁ। ତାପରେ କଟା ହେଇଥିବା କଞ୍ଚା ଲଙ୍କାକୁ ପକେଇ ଭଲ ଭାବରେ ଭାଜି ଦିଅନ୍ତୁ। ଛେଚା ହେଇଥିବା ରସୁଣ ଗୁଡ଼ାକୁ ପକେଇ ଲାଲ ହେବା ପର୍ଯ୍ୟନ୍ତ ଭାଜି ନିଅନ୍ତୁ। କଟା ହେଇଥିବା ପତ୍ରକୁ ପକେଇକି ଭଲ ଭାବରେ ଭାଜି ନିଅନ୍ତୁ। ଦେଖିବେ ଅଳ୍ପ ଭାଜିବେ ଆଉ ସ୍ୱାଦ ଅନୁସାରେ ଲୁଣ ଟିକେ ଦେବ। ପତ୍ରଟି ଭଲ ଭାବରେ ଭାଜି ହେଇସାରିଲା ପରେ 1 କପ୍ ପିଆଜ ରଖି ତାକୁ ଭଲ ଭାବରେ ଗୋଳେଇ ଦିଅନ୍ତୁ। ଫୁଟିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ବେଶୀ ଫୁଟେଇବେନି, 1 ଫୁଟା ହେଲେ ବି ଚଳିବ। ଏବେ ଆମର ପ୍ରସ୍ତୁତ ହେଇଗଲା କଲରା ପତ୍ର ଆଉଟା।